बेगुनिया ब्लॉक बेगुनिया दधि बामनों पीठरे अष्टप्रहरी और नामयज्ञ अनुष्ठित होती। करताहाड़ी बंधु लिंका सभापति निरोजकांत प्रधान कोषाध्यक्ष विश्वनाथ साहू कमिटी चेम्बर ब्रजकिशोर साहू निरंजन साहू रंकनिधि प्रधान मिट्टू चगला मानस कुमार साहू आनंद बाबू मुसा छाटिया संपादक प्रसन्न कुमार साहू और बेगुनिया समस्त ग्रामवासी उपस्थित रही अति आनंद उल्लास सहित यह अष्टप्रहरी और नामयज्ञ को पालन करते।
ହେଉଛି ରଙ୍କନୀତି ପ୍ରଧାନ। ଏଠି ବର୍ତ୍ତମାନ ଅଷ୍ଟପ୍ରହରୀ ଯେଉଁ ଚାଲିଛି ତା ବିଷୟରେ ଦୁଇ ପଦ କହିବେ? ହଁ କିଛି କହିବି ପଦେ ତ କହିବି। ଆମର ଏ ଅଷ୍ଟପ୍ରହରୀ ତ ବହୁତ ଦିନ ଚାଲିଥିଲା। ସେତେବେଳେ ସେମାନେ ସ୍ୱର୍ଗଗାମୀ ହେଇଗଲେ ରାଜକିଶୋର ପଟ୍ଟନାୟକ, ହାଡ଼ିବନ୍ଧୁ ସାହୁ, ଯୁଗ ଗୋମାନ ସିଂ, ଏମାନେ ବି ବହୁତ ଦିନ ହେଲା ଚାଲିଥିଲେ। ତାପରେ ମଝିରେ ଏମିତି ପରିସ୍ଥିତି ସବୁ ନେଇକି ବନ୍ଦ ବାନ୍ଦ ହେଇଥିଲା। ତାପରେ ଆମେ ବି କେତେ ବର୍ଷ ଆରମ୍ଭ କଲା ପରେ ପୁଣି ବନ୍ଦ ବାନ୍ଦ ହେଲା। ପୁଣି ଆମେ ମାନେ ସବୁ ଆମ ଭାଇମାନଙ୍କୁ ମେଳାମେଳି କରିକି ପ୍ରଭାତ ମାନଙ୍କୁ କହିଲୁ, ନୀଳମଣି ପଦାକୁ ଆମେ ନିଜେ ସମସ୍ତେ ସମ୍ମତ ହିସାବରେ ତାକୁ ସଭାପତି ରଖିଲୁ। ସେକ୍ରେଟାରୀ ପ୍ରସନ୍ନ କୁମାର ସାହୁ ରହିଲେ ସିଏ। ଆଉ ଆମ ସାଙ୍ଗସାଥି ସବୁ ଭାଇମାନେ ହାଡ଼ିବନ୍ଧୁ ପରିଡ଼ା, ଗୋବିନ୍ଦ ବରାଡ଼, ବିଶ୍ୱନାଥ ସାହୁ, ତାଙ୍କୁ ଆମେ ସେକ୍ରେଟାରୀ ରଖିଲୁ। ଏମିତିକୁ ବହୁତ ଏଇନା ବହୁତ ସେ ଆଗେଇଛି। ବହୁତ ଜାକଜକମରେ ସାଜସଜା ହେଇକି ଲୋକମାନେ ବହୁତ ସମାଗମ ବାହାର ଗାଁରେ ବି ଆସିକି ସେମାନେ ବି ସହଯୋଗ କରୁଛନ୍ତି। ଆପଣ ପରିଚୟଟା ଦେବେ କି? ମୁଁ ଗୋବିନ୍ଦ ଚନ୍ଦ୍ର ବରାଳ ବେଗୁନିଆ। ଏଠି ବର୍ତ୍ତମାନ ଯେଉଁ ଅଷ୍ଟପ୍ରହରୀ ଚାଲିଛି ଅଷ୍ଟପ୍ରହରୀ ବିଷୟରେ ଦୁଇ ପଦ କହିବେ କି? ମଝିରେ ବନ୍ଦ ହେଇଯାଇଥିଲା। ଆମର ସେକ୍ରେଟେରୀ ଆଉ ଆମର ପ୍ରେସିଡେଣ୍ଟ ଏମାନଙ୍କ ତତ୍ତ୍ୱାବଧାନରେ ଆମର ଅଷ୍ଟପ୍ରହରୀ ଚାଲିଛି। ଗାଁର ସବୁ ଚାନ୍ଦା ଭଙ୍ଗ ଭଲ ଭଙ୍ଗ ଆଦାୟ କରିକି ଆମେ ଅଷ୍ଟପ୍ରହରୀ ଆରମ୍ଭ କରିଛୁ। ଆପଣ ପରିଚୟଟା ଦେବେ କି? ମୁଁ ବେଗୁନାର ବାସିନ୍ଦା ସୁବାସ ସୁନା। ଆପଣ ଏଠି ନାମଯଜ୍ଞ ଚାଲିଛି ଅଷ୍ଟପ୍ରହରୀର। ସେ ଯେଉଁ ନାମଯଜ୍ଞ ଚାଲିଛି ଅଷ୍ଟପ୍ରହରୀ ଆପଣ ହେଉଛନ୍ତି ପୌରୋହିତ ଇଏର। ତା ବିଷୟରେ ଦୁଇ ପଦ କହିବେ? ଅଷ୍ଟପ୍ରହରୀ ବିଷୟରେ କହିବେ? ପୁରୋହିତ ହିସାବରେ କହୁଛି, କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭଂ ନାସାଗ୍ରେ ନମୋକ୍ତିକଂ କରତଳ ବେଣୁକରି କଙ୍କଣଂ ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତ କଣ୍ଠେ ଚ ମୁକୁତାବଳୀ ଗୋପସ୍ତ୍ରୀ ପରିବେଜୟତେ ଶ୍ରୀଗୋପାଳ ଚୂଡ଼ାମଣି କ୍ଳିଙ୍କୁଷ୍ଣାୟ ନମଃ। ଜୟ ଜଗନ୍ନାଥ। ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଆଜକୁ ପ୍ରାୟ 25 ବର୍ଷ ଚାଲିଅଛି ଏହି ବେଗୁନିଆ ଗ୍ରାମରେ। ସମସ୍ତଙ୍କ ଅନୁଦାନରେ ଏହି ଅଷ୍ଟପ୍ରହରୀ ଚାଲିଛି। ବେଗୁନିଆ ଗ୍ରାମବାସୀ ଆଖପାଖ ଗାଁର ସମସ୍ତେ ମିଳିତ ହୁଅନ୍ତି। 3 ଦିନ ହେଉଥାଏ ଅଧିବାସ, ଦିନେ ନାମ ସଂକୀର୍ତ୍ତନ, ଆଉ ଦିନ ନଗର ପରିକ୍ରମା, ନଗର କର୍ମଚାରୀ କାର୍ଯ୍ୟକ୍ରମ ଶେଷ ହେବ। ଆପଣ ପରିଚୟଟା ଦେବେ କି? ଲକ୍ଷ୍ମୀଧର ମହାରଣା ବେଗୁନିଆ। ଏଠି ବର୍ତ୍ତମାନ ଯେଉଁ ଅଷ୍ଟପ୍ରହରୀ ଚାଲିଛି ସେ ଅଷ୍ଟପ୍ରହରୀ ବିଷୟରେ ଦୁଇ ପଦ କହିବେ? ଆମ ଭାରତ ଏଭଳି ଏକ ଦେଶ ଯେଉଁଠି ପର୍ବପର୍ବାଣିରେ ସଦାବେଳେ ଆନନ୍ଦ ମୁଖର ହେଇଥାଏ। ତା ଦେହରୁ ଆମ ବେଗୁନିଆ ଏକ ଅନ୍ୟତମ ଗାଁ ଯେଉଁଠିକି ଭାଇଚାରାର ବିଭିନ୍ନ ପରମ୍ପରାକୁ ନେଇ ଏ ଅନୁଷ୍ଠିତ। ବହୁ ଆବାହମାନ କାଳରୁ ଏଠି ଅଷ୍ଟପ୍ରହରୀ ପ୍ରଭୁ ଜଗନ୍ନାଥଙ୍କ ପୀଠରେ ଚାଲି ଆସିଛି। ଏହା ଆମର ଭାତୃଭାବର ଏକ ଜ୍ୱଳନ୍ତ ଉଦାହରଣ। ସମସ୍ତଙ୍କ ଭିତରେ ସ୍ନେହ ମମତା ଭଗବତ ପ୍ରୀତି ଆଗକୁ ଆହୁରି ବେଳକୁ ଉଜ୍ଜ୍ୱଳିତ କରିବା ପାଇଁ ଏ ପରମ୍ପରା ବହୁତ ଦିନରୁ ଚାଲି ଆସିଛି। ଆମ ମନରେ ବହୁତ ଆନନ୍ଦ ଉତ୍ସାହ ଭରିଯାଏ ଏହି ଅଷ୍ଟପ୍ରହରୀ ଉତ୍ସବ। ଆପଣ ପରିଚୟଟା ଦେବେ କି? ମୋ ନାଁ ନିରୋଜକାନ୍ତ ପ୍ରଧାନ, ଘର ବେଗୁନିଆ। ଏଠି ଯେଉଁ ଅଷ୍ଟପ୍ରହରୀର ନାମଯଜ୍ଞ ଚାଲିଛି ସେ ଆଜ୍ଞା। ବିଷୟରେ ଦୁଇ ପଦ କହିବେ? ଦୀର୍ଘ 10 ବର୍ଷ ହେଲାଣି ଆମର ଅଷ୍ଟପ୍ରହରୀ ଚାଲିଛି। ୟା ପୂର୍ବରୁ ମଧ୍ୟ ଚାଲିଥିଲା, କିନ୍ତୁ କିଛି ବର୍ଷ ପାଇଁ ବନ୍ଦ ହୋଇଯାଇଥିଲା। ଏବେ ବଡ଼ ଜାକଜମକରେ ଅଷ୍ଟପ୍ରହରୀ ଚାଲିଛି। ତା'ର ମୁଖ୍ୟ ପୁରୋଧା ହେଉଛନ୍ତି ପ୍ରଭାତ ପ୍ରହରାଜ ଏବଂ ବସନ୍ତ କୁମାର ସାହୁ। ତାଙ୍କରି ଆନୁକୂଲ୍ୟରେ ଆମେ ଏ ଅଷ୍ଟପ୍ରହରୀ ଆରମ୍ଭ କରିଥିଲୁ। ସିଏ ମୋତେ ପ୍ରେରଣା ଦେଇଥିଲେ ଏବଂ ଆମର ସାଙ୍ଗ ପ୍ରସନ୍ନ କୁମାର ସାହୁ ଏବଂ
ସାନ ଭାଇ ବିଶ୍ୱନାଥ ସାହୁଙ୍କ ତତ୍ତ୍ୱାବଧାନରେ ଏ ଅଷ୍ଟପ୍ରହରୀ ଅଗ୍ରଗତି କରିଛି। ବଡ଼ ଜାକଜମକରେ ଗାଁ ସାରା ଭୋଜି ଭାତ ଭଲ ମନ୍ଦରେ 2 ଦିନ ଭାସୁଛି। ବହୁ ବିଶିଷ୍ଟ କଳାକାର ଏଠାକୁ ନିମନ୍ତ୍ରିତ ହେଉଛନ୍ତି। ସର୍ବୋପରି ଆମର ଟିକାତାଳ ଭାଇମାନଙ୍କ ଦ୍ୱାରା ସେ ପ୍ରଥମରୁ ଆଜି ଯାଏଁ ଅଛନ୍ତି ଏବଂ ଆମକୁ ସେ ବହୁ ସହଯୋଗ କରିଛନ୍ତି। ସେଥିପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ। ଆମର ଏ ଅଷ୍ଟପ୍ରହରୀ ବେଗୁନିଆ ଗାଁ ସାରା ଆମକୁ ସହଯୋଗ କରୁଛନ୍ତି ଏବଂ ଏହି ସହଯୋଗ ପାଇଁ ମୁଁ ବେଗୁନିଆ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଉଛି। ଏବଂ ଆମର ମୁଖ୍ୟ ପୁରୋଧା ହେଉଛନ୍ତି ସୁଭାଷ କୁମାର ପଣ୍ଡା। ସିଏ ମଧ୍ୟ ଆମ ସାଙ୍ଗରେ ପ୍ରଥମରୁ ଅଛନ୍ତି। ତାଙ୍କର ପ୍ରେରଣାରେ ଆମେ ଭଗବାନଙ୍କର ପୂଜାର୍ଚ୍ଚନା ବହୁ ଆଡ଼ମ୍ବରରେ ହେଉଛି। ଆମର ମୁଖ୍ୟ ହେଉଛନ୍ତି କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ। ସିଏ ଆମେ କେଉଁଠି କଲେକ୍ସନ୍ କରିନଗଲେ ମଧ୍ୟ ତାଙ୍କ ଆନୁକୂଲ୍ୟରେ ବହୁତ ପଇସା କଲେକ୍ସନ୍ ହେଉଛି ଏବଂ ତାକୁ ଗାଁ ସାରା ଏବଂ ଏ ଅଞ୍ଚଳ ସାରା ଉପଭୋଗ କରୁଛନ୍ତି। ଜୟ ଜଗନ୍ନାଥ। ମାନସ ରଞ୍ଜନ କରଙ୍କ ରିପୋର୍ଟ, ନ୍ୟୁଜ ଉପାନ୍ତ ଖବର।